जाग हे जाग हे जाग हे जाग बाबा बायांकर कथारू आमे आरंभ करिबा। बाबा बाया केतोटी भागवतर पद से कहिचंती, सेई पदगुड़ी को आमे आग पाठ करी ताकू बुझिवा को चेष्टा करिबा। शौच जे तप स्नान दान हे सबु पवित्र विधान, हे सबु पवित्र ये मंत शुद्ध तनु धरी शुद्ध देश कर्म हे मंत शुद्ध
ধর্ম যেবে সাধে রবচন অপ্রমাদ রম ধর্ম বিশুদ্ধ পরে করে বিশুদ্ধ অর্থ ফল বন্তি এ মন্তন করন্তি ପ୍ରଥମ ପଦଟି ହେଉଛି ଶୌଚ। ଶୌଚ କହିଲେ ନିତ୍ୟ କର୍ମ। ସକାଳୁ ଉଠିଲେ, ମୁହଁ ଧୋଇଲେ, ଦାନ୍ତ ଘଷିଲେ, ବାସି ପାଣି ପିଇଲେ, ଆମେ ଲାଟ୍ରିନ୍ ଗଲେ, ସ୍ନାନ କଲେ ବାଥରୁମରେ, ଇଏ ସବୁ ହେଲା ଶୌଚ। ପରିଷ୍କାର ଲୁଗାଟିଏ ପିନ୍ଧିଲେ, ମଇଳା ଲୁଗା ନୁହଁ, ଇଏ ହେଲା ଶୌଚ। ତାପରେ ତପ। ତପ କାହାକୁ କହନ୍ତି? ଗାଧେଇ ସାରିଲା ପରେ ସୂର୍ଯ୍ୟଙ୍କୁ ଟିକେ ନମସ୍କାର କଲେ, ବିଛଣାରୁ ଉଠିଲା ବେଳେ ଟିକେ ଭଗବତ ନାମ ଚିନ୍ତନ କରି ହୃଦୟକୁ ଚିନ୍ତନ, ହୃଦୟ ଚକ୍ରକୁ ଧ୍ୟାନ କଲେ। ଯେତେବେଳେ ଗାଧେଇଲେ ପାଣିକୁ, ଜଳକୁ ଗଙ୍ଗା ସ୍ମରଣ କରି ଗାଧେଇଲେ। ଯଦି ଆମ ଘର ଆଗରେ ତୁଳସୀ ଗଛ ଅଛି, ପାଣି ଟିକେ ଦେଇ ତୁଳସୀ ଗଛକୁ ନମସ୍କାର କଲେ। ଏଇଭଳି ଭାବରେ ଦେବାର୍ଚ୍ଚନ କଲେ, ଟିକେ ଗୀତା ଭାଗବତ ପଢ଼ିଲେ, ବୃଦ୍ଧ ପିତାମାତାଙ୍କୁ ଟିକେ ପ୍ରଣାମ କଲେ। ଇଏ ହେଉଛି ତପ। ପୁଣି ସନ୍ଧ୍ୟାରେ ବି ସେମିତି କଲେ। ଶୌଚ ଯେ ତପ ସ୍ନାନ ଦାନ। ସ୍ନାନ ଯୋଉଠି କରନ୍ତୁ ମନ ଭିତରେ ଭାବିବେ, ମୁଁ ଗଙ୍ଗାରେ ସ୍ନାନ କରୁଛି, ଗୋଦାବରୀରେ ସ୍ନାନ କରୁଛି, ନର୍ମଦାରେ ସ୍ନାନ କରୁଛି। ମୁଁ ଯୋଉଠି ସ୍ନାନ କଲେ ବି ସେଇଠି ସ୍ନାନ କରୁଛି। ଆଉ ଗୋଟେ ସ୍ନାନ ହେଉଛି ମନ୍ତ୍ର ସ୍ନାନ। ମନ୍ତ୍ର ସ୍ମରଣ କରିବା ମାତ୍ରକେ ବା ଭଗବତ ନାମ ସ୍ମରଣ କରିବା ମାତ୍ରକେ ସିଏ ଗୋଟିଏ ଅଦ୍ଭୁତ ସ୍ନାନ ବା ପବିତ୍ର ସ୍ନାନରେ ପରିଣତ ହୁଏ। ଦାନ, ସୂର୍ଯ୍ୟଙ୍କୁ ଜଳ ଦାନ। ଏଇଭଳି ଭାବରେ ଜଳ ଦାନ କେହି ଭୋକିଲା ଲୋକକୁ ରୁଟି ଖଣ୍ଡେ ହଉ କି ଭାତ ଗଣ୍ଡିଏ ହଉ ଦାନ କଲ। କିଏ ଚିରା ପିନ୍ଧିଛି, ତାକୁ ଗୋଟେ ଗେଞ୍ଜିଟିଏ ହଉ କି ଗାମୁଛାଟିଏ ହଉ କି ଲୁଗାଟିଏ ହଉ ଦାନ କଲ। ଦାନଟାକୁ ସବୁବେଳେ ମନ ଭିତରେ ରଖିବ। ସେ କହିଲେ ଶୌଚ ଯେ ତପ ସ୍ନାନ ଦାନ, ଇଏ ସବୁ ପବିତ୍ର ବିଧାନ। ଏମନ୍ତ ଶୁଦ୍ଧ ତନୁ ଧରି, ତନୁ କହିଲେ ଶରୀର, ବିଶୁଦ୍ଧରେ ସେ କାମ କର୍ମ କରି। ବିଶୁଦ୍ଧ ଦେଶ କହିଲେ ତୀର୍ଥ, ବିଶୁଦ୍ଧ ଦେଶ କହିଲେ କର୍ମକ୍ଷେତ୍ର,
ବିଶୁଦ୍ଧ ଦେଶ କହିଲେ ବନ୍ଧୁବାନ୍ଧବଙ୍କ ଘର, ବିଶୁଦ୍ଧ କ୍ଷେତ୍ର କହିଲେ ଗୁରୁଦ୍ୱାର, ଗୁରୁ ଆଶ୍ରମ। ଏସବୁ ସ୍ଥାନରେ ଏଇଭଳିଆ ଭାବରେ କାମ କରିବ। ଆଉ ପରମ ଧର୍ମ ଯେବେ ସାଧେ ବୋଲେ ପରମାତ୍ମାଙ୍କ ଉଦ୍ଦେଶ୍ୟରେ ଜୀବନକୁ ଯଦି ସାଧନ ଭଜନ କରାଯିବ, ମୋର ବଚନ ଅପ୍ରମାଦେ, ମୋ ବଚନକୁ ସେ ଧାରଣ କରିବ। ମୋ ବଚନ କହିଲେ ଶାସ୍ତ୍ର ବଚନ, ଗୁରୁଙ୍କ ବଚନ, ପିତାମାତାଙ୍କର ଆଶୀର୍ବାଦ, ଏଇ ତ ଆଉ କ'ଣ। ଏଣୁ ବିଶୁଦ୍ଧ କଳେବରେ ପବିତ୍ର ଦ୍ରବ୍ୟ ଘେନି କରେ, ଫୁଲଟିଏ ବେଶୀ ନବ ନେଇ ଅଳ୍ପ ନବ, ଚନ୍ଦନ ବେଶୀ ଘୋରିବ ନେଇ ଅଳ୍ପ ଚନ୍ଦନ ନବ, ଫଳମୂଳ ଯାହା ନବ ତାକୁ ଧୋଇ ପରିଷ୍କାର କରି ତାକୁ ନବ, ଘୋଡ଼େଇକିରି ନବ, ଯେମିତି ମାଛି ବସିବେ ନେଇ। ଏଇଭଳିଆ କାମ ଯିଏ କରନ୍ତି ଯଥାର୍ଥ ଫଳ ସେ ଲଭନ୍ତି। ତେଣୁ ଏ କଥା ଗୁଡ଼ିକ ବାବା ବାୟା ଅତି ସୁନ୍ଦର ଭାବରେ ଆମକୁ ବୁଝେଇ ଦେଲେ। ଏଥିରେ କିଛି ଝାଳ ବୋହିବାର ନାହିଁ କି ପରିଶ୍ରମ କରିବାର ନାହିଁ, ଖାଲି ମନୋବୃତ୍ତିଟାକୁ ଠିକ ରଖିଲେ ହେଲା। ହଉ ସଜ୍ଜନ, ବାବା ବାୟାଙ୍କର ଗୋଟିଏ ଗୋଟିଏ ଧାଡ଼ି ଆମେ ପ୍ରତ୍ୟେକ ଦିନ ଆଲୋଚନା କରୁଥିଲେ। ସେ 30ଟି ବାଣୀ ଦେଇଥିଲେ, 30ଟି ବାଣୀ ଆମେ ଆଲୋଚନା କରିସାରି ଦେଇଛେ। ଏବେ ଇଏ ଗୋଟିଏ ଭାଗବତ ପଦର କଥା ଆଲୋଚନା କରାଗଲା। ଗତକାଲି ସକାଳେ ଏଇ ଲାଇଫରେ କହିଲା ବେଳେ ଗୋଟିଏ କଥା କହିଥିଲି, ରାବଣର ରାଜନୀତି ବିଷୟରେ କହୁ କହୁ କହିଥିଲି, ସେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କୁ ନିବେଦନ କରିଥିଲେ ଆଜିର କାମ ଆଜି ଶେଷ କରିବ। ଇଏ କଥାଟିକୁ ସମସ୍ତେ ଶୁଣିଛନ୍ତି, କିନ୍ତୁ ଟିକନପୁର ବୋଲି ଗୋଟେ ଗାଁ ଅଛି, କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ, ପାଟକୁରା ନିର୍ବାଚନ ମଣ୍ଡଳୀ, ଟିକନପୁର ହାଇସ୍କୁଲର ଜଣେ ସାଂସ୍କ୍ରିଟ ଶିକ୍ଷୟିତ୍ରୀ, ସେ ତାଙ୍କର ଏକମାତ୍ର ପୁଅକୁ ଧରି ସେ କାଲି ସନ୍ଧ୍ୟା 7ଟା ବେଳେ ଏଠି ପହଞ୍ଚିଲେ, ଆଶ୍ରମରେ ପହଞ୍ଚିଲେ। ତାଙ୍କ ସାଙ୍ଗରେ ଆସିଥିଲେ ପୁରୁଣା ଶିଷ୍ୟ 2 ଜଣ, ଯେଉଁମାନେ ବହୁତ ଦିନର ଦୀକ୍ଷା ଗ୍ରହଣ କରିଥିଲେ, ସେ ଆସିଥିଲେ। ସେ କିଛି ସମୟ କଥାବାର୍ତ୍ତା ଭିତରେ ମଧ୍ୟ ସେ ସାହସ କରି କିଛି କହୁନାହାନ୍ତି। ସେ ହଠାତ୍ କହି ପକାଇଲେ, ସେ ମାଙ୍କ ସହିତ ମୁଁ ଟିକେ କଥା ହେଲା ବେଳକୁ ସେ କହିଲେ, ମୁଁ ସବୁଦିନେ ଆପଣଙ୍କର ଲାଇଭ୍ ଦେଖେ, ଚିଦାନନ୍ଦ ବ୍ରହ୍ମଚାରୀଙ୍କର ବଳିଆ ବାର୍ତ୍ତା ଶୁଣେ, ଏଇସବୁ କଥା ମୋର ଦିନ ତମାମ ସେଇଥିରେ କଟିଯାଏ, ମାନେ ମୋର ଆଉ ମନରେ କିଛି ଦୁଃଖ ରହେନି। ମୁଁ କହିଲି ଆଜି କ'ଣ ଶୁଣି, ସେ କହିଲେ ମୁଁ ଆଜି ଆପଣଙ୍କର କଥାଟା ଯେତେବେଳେ ଶୁଣିଲି, ମୁଁ ମନ ଭିତରେ ସବୁବେଳେ ଭାବେ ମୁଁ ବାବାଙ୍କ ସହିତ ଦେଖା ହେବି, ବାବାଙ୍କ ଠାରୁ ଦୀକ୍ଷା ନେବି। ମୋର ହାଇସ୍କୁଲ ହେଡମାଷ୍ଟର ସେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶିଷ୍ୟ, ସେ ଋତିକ ମାନଙ୍କ ଦ୍ୱାରା ନିଜେ ପ୍ରେସର କରିଛନ୍ତି ଯେ ତମେ ଦୀକ୍ଷା ନିଅ, କିନ୍ତୁ ମୁଁ ସେ କଥାକୁ ଗ୍ରହଣ କରିନାହିଁ। ମୋ ମନ ଭିତରେ ଆପଣ ହେଉଛନ୍ତି ଗୁରୁ,
ଏମିତିକି ମୋତେ ଡାକିକିରି ତାଙ୍କର ଗୋଟେ ସତ୍ସଙ୍ଗକୁ ମୋତେ ଡାକିଲେ, ଦୀକ୍ଷା ନେବା ପାଇଁ ଯେତେବେଳେ କହିଲେ ମୁଁ ଲୁଚିକିରି ପଳେଇ ଆସିଲି। କିନ୍ତୁ ଆଜି ଶୁଣିଲି ଯେ ଆଜିର କାମ ଆଜି କରିବ, ତେଣୁ ମୁଁ କହିଲି ନାହିଁ, ଆଜିର କାମ ଆଜି ହିଁ କରିବାକୁ ପଡ଼ିବ। ମୁଁ ଆଜି ବାବାଙ୍କ ଆଶ୍ରମକୁ ଯିବି। କ'ଣ ପାଇଁ ଆସିଛ ନା ମୁଁ ମନ୍ତ୍ର ଗ୍ରହଣ କରିବି। ମା ପୁଅ ଦୁଇ ଜଣ ଯାକ ଦୀକ୍ଷା ନେଲେ। ଗୋଟେ ଆନନ୍ଦ ଉତ୍ସବ ସୃଷ୍ଟି ହେଲା ଏବଂ ତାପରେ ପ୍ରସନ୍ନ ବୋଲି ଯେଉଁ ଶିଷ୍ୟଟି ତାଙ୍କ ସହିତ ଆସିଥିଲା, ସିଏ ସେଇ କଥା କହିଲେ ମୋତେ ବି ଦୀକ୍ଷା ଦେବା ପାଇଁ ମୋର ହେଡ଼ମାଷ୍ଟର ମୋତେ ବାଧ୍ୟ କଲେ। ମୁଁ ତାଙ୍କୁ କହିଲି ମୁଁ ଉତ୍ତର ଦେବି, ବର୍ତ୍ତମାନ ଆମେ ଭୁଲିଯିବା ଆପଣ ହେଡ଼ମାଷ୍ଟର ନୁହନ୍ତି, ମୁଁ ଆସିଷ୍ଟାଣ୍ଟ ଟିଚର ନୁହେଁ। ମୋର ବି ପାଳି ଥିଲା ହେଡ଼ମାଷ୍ଟର ହେବା ପାଇଁ, ଏଇ କଥା ପଦକରେ ହେଲାନି। ହେଡ଼ମାଷ୍ଟର କହିଲେ କ'ଣ କହୁଛ କୁହ। ଇଏ କହିଲେ ମୋର କାହିଁକି ଇଚ୍ଛା ହେଉଛି ମୁଁ ଆପଣଙ୍କୁ ଦୀକ୍ଷା ଦେବି। ହେଡ଼ମାଷ୍ଟର ଅନେଇଲେ, କହିଲେ କ'ଣ ତମେ ମୋତେ ଦୀକ୍ଷା ଦେବ ନା? ହଁ, ତମେ ଯେମିତି ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶିଷ୍ୟ ହୋଇ ମୋତେ ଦୀକ୍ଷା ଦେବ, ମୁଁ ସେମିତି ବାବା ବଳିଆଙ୍କର ଶିଷ୍ୟ ହେଇଛି ଆପଣଙ୍କୁ ଦୀକ୍ଷା ଦେବି। ତାପରେ ସେ ତମ ହେଇକି ଚାଲିଗଲେ। ମୋତେ ଆଉ ହେଡ଼ମାଷ୍ଟର ହେବାର ସୁଯୋଗ ମୁଁ ପାଇଲି ନାହିଁ। ତାଙ୍କ ସାଙ୍ଗରେ ଆଉ ଜଣେ ଆସିଷ୍ଟାଣ୍ଟ ଟିଚର ଆସିଥିଲେ। ମୁଁ କହିଲି ବାବୁ ତମକୁ କହିଥିଲେ କି? ନା ହଁ ମୋତେ ବି କହିଥିଲେ। ଇଏ ସବୁ କଥା କ'ଣ? ସିଏ ସବୁ ଆଉ ଗୋଟିଏ କଥା କହିଲେ, ଗୋଟେ ସତ୍ସଙ୍ଗ ଚାଲିଥିଲା, ଆମକୁ ଡାକିଲେ ପ୍ରସାଦ ପାଇବା ପାଇଁ। ଆମେ ପ୍ରସାଦ ପାଇବାକୁ ଗଲୁ। ସେଠି ତାଙ୍କର ଯେ ଋତିକ ବା ଜଣେ କେହି ବ୍ୟକ୍ତି ସେ ଭାଷଣରେ କହିଲେ, ଦୀକ୍ଷା ତୁମେ ଯେକୌଣସି ଗୁରୁଙ୍କ ଠାରୁ ନେଇଥିଲେ ମଧ୍ୟ ଅନୁକୂଳ ଚନ୍ଦ୍ର ହେଉଛନ୍ତି ପୁରୁଷୋତ୍ତମ, ତାଙ୍କଠାରୁ ମନ୍ତ୍ର ନେବାଟା ଉଚିତ। ଏକମାତ୍ର ପୃଥିବୀରେ ଅନୁକୂଳ ଚନ୍ଦ୍ର ହେଉଛନ୍ତି ଏକମାତ୍ର ସୂର୍ଯ୍ୟ। ଆଉ ଯେତେ ଗୁରୁ ଅଛନ୍ତି ସମସ୍ତେ ହେଉଛନ୍ତି କଇଁଥା ବାଇଗଣ। ଇଏ କଥା ପ୍ରସନ୍ନ ସାର୍ ଶୁଣିଲେ। ସେ ମାଇକି ବାଲାକୁ କହିଲେ ମୋତେ ଟିକେ ମାଇକି ଦବ କି? ସମସ୍ତେ ଜାଣିଛନ୍ତି ଇଏ ଭାରି ସ୍ପଷ୍ଟବାଦୀ, କ'ଣ ବୋଲି କ'ଣ କହିଦେବ। ସେଠୁ ସମସ୍ତେ ଖାଇବାକୁ ଗଲେ। ଆନନ୍ଦ ବଜାରରେ ବସିଛନ୍ତି। ସେତିକି ବେଳେ ସେ କହିଲେ, ମୁଁ ନ ଖାଇକିରି ମାଇକି ବାଲାକୁ କହିଲି ମୋତେ 10 ମିନିଟ୍ ଦେବୁ କହିବା ପାଇଁ, ମୁଁ ମୁଁ ତୋର ଯାହା ପଇସା ମୁଁ ଦେଇଦେବି। ସେ ସେଠୁ କହିଲେ, ସମସ୍ତେ ଆନନ୍ଦ ବଜାରରେ ବସିଛନ୍ତି, ଇଏ କିନ୍ତୁ ମାଇକିରେ କହିବା ଆରମ୍ଭ କଲା। କ'ଣ କହିଲା? କହିଲା ଅନୁକୂଳ କହୁଛନ୍ତି ମୁଁ ଚନ୍ଦ୍ର, ଅନୁକୂଳ ଚନ୍ଦ୍ର। ସେ ସୂର୍ଯ୍ୟ କେମିତି ହେଲେ? ସୂର୍ଯ୍ୟଙ୍କର ରଶ୍ମି ଚନ୍ଦ୍ରରେ ପ୍ରତିଫଳନ ହୁଏ। ସିଏ ତ କହୁଛନ୍ତି ମୁଁ ଚନ୍ଦ୍ର। ଚନ୍ଦ୍ର କହିଲେ ସୁଶୀତଳ, ଶାନ୍ତ, ଧୀର, କମନୀୟ, ପବିତ୍ର। ତାଙ୍କୁ ସିଏ କହୁଛନ୍ତି ମୁଁ ଚନ୍ଦ୍ର, ଇଏ କହୁଛନ୍ତି ସିଏ ହେଉଛନ୍ତି ସୂର୍ଯ୍ୟ। ତାମାନେ ଉତ୍ତାପ ରୌଦ୍ର। ତେଣୁ ଇଏ ସବୁ ହେଉଛନ୍ତି ସୂର୍ଯ୍ୟ, ଆଉ ସବୁ ଗୁରୁମାନେ ହେଉଛନ୍ତି କଇଁଥା ବାଇଗଣ। ଏ କଥା
ଯେଉଁମାନେ କହୁଛନ୍ତି ସେ ଅନୁକୂଳ ଚନ୍ଦ୍ରଙ୍କୁ ଅବମାନନା କରୁଛନ୍ତି। ଅନୁକୂଳ ହେଉଛନ୍ତି ଚନ୍ଦ୍ର ଅର୍ଥାତ୍ ଶାନ୍ତ ଧୀର। ସେମାନେ ଯେଉଁ ଖାଉଥିଲେ କିଏ ଅଧେ ଖାଇଛି କିଏ ଜମା ଖାଇନି। ଯେଉଁ ଲୋକଟି କହିଥିଲା ତାକୁ ବି କହିଲେ ତୁ କାହିଁକି ଏମିତିଆ କଥାଟା କହିଲୁ, ସିଏ ବର୍ତ୍ତମାନ ଏଇଠି ମାଇକିରେ କହିଲାଣି। ତେଣୁ ବାବୁ ମୁଁ ଏକଥା କାହିଁକି କହିଲି, ଗତକାଲି ବି କହିଥିଲି ଏଇଭଳିଆ ମନୋଭାବକୁ ବିସର୍ଜନ କର। ଯିଏ କହୁଛି ଯିଏ ସବୁ ଗୁରୁ ହେଉଛନ୍ତି କଇଁଥା ବାଇଗଣ, ତାଙ୍କୁ ଧରିକିରି ବଳିଆ ପାଖକୁ ଆଣ ସସମ୍ମାନରେ। ମୁଁ ପଚାରିବି ଯିଏ ଗୁରୁ ନାନକ ହେଉଛନ୍ତି କଇଁଥା ବାଇଗଣ, ସନ୍ଥ କବୀର ହେଉଛନ୍ତି କଇଁଥା ବାଇଗଣ, ସନ୍ଥ ତୁଳସୀ ଇଏ ଗଲେ, ଅଚ୍ୟୁତ ଶିଶୁ ଅନନ୍ତ ଯଶୋବନ୍ତ ବଳରାମ ଜଗନ୍ନାଥ କଇଁଥା ବାଇଗଣ, ଅଭିରାମ ପରମହଂସ ନାମାଚାର୍ଯ୍ୟ ବାୟା ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ କଇଁଥା ବାଇଗଣ। ନିର୍ବିକଳ୍ପ ସମାଜରୁ ସେ ଫେରିଛନ୍ତି। ଆଜି ବି ଅଛନ୍ତି ରବିଶଙ୍କର କଇଁଥା ବାଇଗଣ। ତମ ପ୍ରଚାର, ତମେ ଯେଉଁ ଗୁରୁଙ୍କର ଦୀକ୍ଷା ନେଇଛ ତାଙ୍କ ପ୍ରଚାର ଓଡ଼ିଶାରେ ବେଶୀ, ବେଙ୍ଗଲରେ କମ, ବିହାରରେ ସାମାନ୍ୟ। ରବିଶଙ୍କରଙ୍କର ସୁଦର୍ଶନ କ୍ରିୟା 36ଟା ଦେଶରେ ବର୍ତ୍ତମାନ ଚାଲିଛି। ସିଏ ହେଲେ କଇଁଥା ବାଇଗଣ। ସ୍ୱାମୀ ବିବେକାନନ୍ଦ, ଶ୍ରୀ ଶ୍ରୀ ଠାକୁର ରାମକୃଷ୍ଣ, ଶିବାନନ୍ଦ, ଚିଦାନନ୍ଦ ଏସବୁ କଇଁଥା ବାଇଗଣ। ତମେ କେତୋଟି ମନ୍ଦିର ରାସ୍ତା କଡ଼ରେ କରିଦେଇଛ ବୋଲି ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଓଡ଼ିଶାରେ ଦେଖିଛି, ବେଙ୍ଗଲରେ କିଛି ଦେଖିଛି, ଆସାମରେ ବଙ୍ଗାଳୀମାନେ ଯେଉଁଠି ସେଠି ବି ଦେଖିଛି, ଏବଂ ବିହାରରେ ଜମା ଦେଖିନେଇ, ଗୋଟିଏ ଜାଗାରେ ବୁଦ୍ଧ ଗୟାରେ ଟିକେ ଦେଖିଛି। ଏତିକିରେ ସିଏ ହେଇଗଲେ ସୂର୍ଯ୍ୟ, ଆଉ ସବୁ କଇଁଥା ବାଇଗଣ। ତେଣୁ ସଜ୍ଜନ, ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଅନେକ ପରିବାର ବଳିଆ ସହିତ ବହୁତ ସମ୍ପର୍କ। ସେ ବଳିଆ ଠାରୁ ସବୁ କଥା ସେ ବୁଝନ୍ତି, ଚିନ୍ତା କରନ୍ତି। ତାଙ୍କ ଘରର ଆଡ଼ଭାଇଜର ସେମାନେ ବଳିଆକୁ ମାନନ୍ତି। ତେଣୁ ସଜ୍ଜନ ଇଏ ସବୁ କଥା ହେଉଛି ଭୁଲ। ଯିଏ କହୁଛି ସିଏ କାହାରି ଶିଷ୍ୟ ନୁହେଁ। ତେଣୁ ଆଉ ଯଦି ଏ କଥାଟା ଯଦି କଇଁଥା ବାଇଗଣ ଯଦି କୌଣସି ମୁସଲମାନ ମାନଙ୍କ ବା ଖ୍ରୀଷ୍ଟିଆନ ମାନଙ୍କ ଫାଦର ମାନଙ୍କ ଆଗରେ କହିବ, ତମ ସତ୍ତା ରହିବ ତ? ଏସବୁ କଥା ହେଉଛି ଭୁଲ ଭୁଲ ଭୁଲ, ଶୁଦ୍ଧ ଭୁଲ। ଠାକୁରଙ୍କର ବାଣୀ ପଢ଼, କୀର୍ତ୍ତନ କର, ତାଙ୍କୁ ପୂଜା କର, ତାଙ୍କ ବାଣୀକି ମନନ କର, ସେଇଟା ହେଉଛି ଠିକ୍। ଆଉ ଏଗୁଡ଼ା କହିବା ବାହୁଲ୍ୟ କଥା। ହଉ ସଜ୍ଜନ, ଇଏ ଗଲା, ଗୋଟିଏ କଥା ମନେ ପଡ଼ିଲା, ଏମିତି କହିଦେଲି। ଆଉ ତାପରେ ମୁଁ କାହାର ଦୁର୍ଗୁଣ କହେ ନାହିଁ, କାହାର ସମାଲୋଚନା କରେ ନାହିଁ। ଠାକୁର ଅନୁକୂଳ ଚନ୍ଦ୍ର ମଧ୍ୟ ମୋର ଗୁରୁ। ଠାକୁର ଅନୁକୂଳ ଚନ୍ଦ୍ର ଗଲେଣି, ତାଙ୍କ ପୁଅ ବଡ଼ଦା ଗଲେଣି, ବଡ଼ଦାଙ୍କ ପୁଅ ବି ଗଲେଣି, ଆଉ ତାପରେ ତାଙ୍କ ନାତି ବର୍ତ୍ତମାନ ହେବେ। ତାହେଲେ ଇଏ କ'ଣ କଥା? ତାହେଲେ ତମେ ଏକମାତ୍ର ସିଆଣା, ଆଉ ସମସ୍ତେ ହେଉଛନ୍ତି ହୁଣ୍ଡା। ଏ ଦୁର୍ବୁଦ୍ଧି ଛାଡ଼ି ଠାକୁରଙ୍କୁ
ଠିକ ଭାବରେ ଭଲ ପାଅ। ବୈକୁଣ୍ଠ ଦେଖିଲେ ଆସ ଆସ ସହି ସଙ୍ଗାତ ସାଥୀ ହୋଇଯିବା ତୁଳସୀ କ୍ଷେତ୍ର। ଆସ ଆସ ସହି ସାଥୀ ହୋଇଯିବା ତୁଳସୀ କ୍ଷେତ୍ର। ଆସ ଆସ ସହି ସଙ୍ଗାତ ବରଷ ଥରେ ହୋଇଛି ସେଠାରେ। ବରଷକେ ଥରେ ହୋଇଛି ସେଠାରେ। ଆଜି ପରା ପୁଣ୍ୟ ଗୁଣ୍ଡିଚା ଜାତ। ଆସ ଆସ ସହି ସଙ୍ଗାତ ସାଥୀ ହୋଇଯିବା ତୁଳସୀ କ୍ଷେତ୍ର। ଆସ ଆସ ସହି ସଙ୍ଗାତ। ଇଏ କଇଠା ବାଇଗଣ ବୈକୁଣ୍ଠ ନୁହନ୍ତି, ଜଳୌକା ପାହାଡ଼ର ସାଧକ। ଗରାପୁର ତୁଳସୀ କ୍ଷେତ୍ରରେ ତାଙ୍କର ଆଶ୍ରମ ରହିଛି। ଏକାମ୍ର କାନନ ଭୁବନେଶ୍ୱରରେ ତାଙ୍କ ଆଶ୍ରମ ରହିଛି। ସଦାଚାରୀ ଏବଂ ସଙ୍ଗୀତାଚାର୍ଯ୍ୟ ସବୁ ଅନେକ ବାଜା ବଜଉଥିଲେ, ଖଞ୍ଜଣ ବି ବଜଉଥିଲେ। ଇଏ କଇଠା ବାଇଗଣ। ବଳିଆ ତାଙ୍କୁ ବାପା ବୋଲି ଭାବେ। ମୁଁ ତାଙ୍କୁ ବାପା କହୁନ ଡାକିନି, ସେ କିନ୍ତୁ ପୁଅ ବୋଲି ଡାକିଛନ୍ତି। ପୁଅ ବୋଲି ବି କହିନାହାନ୍ତି, ବଳିଆ। ତେଣୁ ମୋ ବାପାକୁ କିଏ କଇଠା ବାଇଗଣ କହିବ, ମୁଁ ସହିବି? ମୁଁ ଆହ୍ୱାନ ଦଉଛି ଭାରତ ବର୍ଷର ଏମିତିଆ କଥା ଯୋଉ ସମ୍ପ୍ରଦାୟର ଲୋକ କହୁଛନ୍ତି ଏକମାତ୍ର ଠାକୁର ନିଗମାନନ୍ଦ, ଆଉ କେହି ନାହାନ୍ତି। ଏକମାତ୍ର ସତ୍ୟ ସାଇ, ଆଉ କେହି ନାହାନ୍ତି। ଭଗବାନ ସେଇ। ଯୋଉମାନେ ଏଇଭଳି ଦାମ୍ଭିକତାର କଥା କହୁଛନ୍ତି, ଏକମାତ୍ର ଶିରିଡ଼ି ସାଇ, ଆଉ କେହି ନାହାନ୍ତି। ଶୁଦ୍ଧୁ ଭୁଲ ଭୁଲ ଭୁଲ। ଆହ୍ୱାନ ଦଉଛି ବଳିଆ ଆସ। ଆଉ ବଳିଆ କଇଠା ବାଇଗଣ ନୁହେଁ, ବଳିଆ ହଉଛି କଇଁ। ମୁଁ ହଉଛି ଗୋଟେ କଇଁ ଫୁଲ। ମୁଁ କୃଷ୍ଣଚନ୍ଦ୍ର, ରାମଚନ୍ଦ୍ର, ଏଇଭଳିଆ ଚନ୍ଦ୍ରକୁ ଦେଖିଲେ ମୁଁ ପ୍ରସ୍ଫୁଟିତ ହୁଏ। କଇଠା ବାଇଗଣ ମୁଁ ହେବିନି। ମତେ କିଏ କହିଦବ? ଆସଟ କିଏ କହିବ? ମୋ ଠାକୁର ନିଗମାନନ୍ଦ, ମୋ ଠାକୁର ବାୟା ବାବା, ମୋ ଠାକୁର ଅଭିରାମ, ମୋ ଠାକୁର ମଧୁସୂଦନ କଇଠା ବାଇଗଣ। ରଜନୀଶୀ ହଉଛନ୍ତି କଇଠା ବାଇଗଣ। ମହେଶ ଯୋଗୀ କଇଠା ବାଇଗଣ। ତେଣୁ ସଜ୍ଜନ, ଭୁଲ ଭୁଲ ଭୁଲ। ସେଥିପାଇଁ ଆମେ ସବୁଦିନେ ଗାଉଛୁ, ଏ ଜୀବନ ଭୁଲ। ତୁମ୍ଭ ଶ୍ରୀ ଚରଣ ମିଶି ଯାଉ ତୁମ୍ଭ ନାମେ। ତୁମ୍ଭ ଶ୍ରୀ ଚରଣ ଧାଇ ମିଶି ଯାଉ ତୁମ୍ଭ ନାମେ। ଜାଗରେ ଅନନ୍ତ ତୁମେ ଜାଗି ଉଠ ଧରା ଧାରେ। ଜାଗରେ
ମଧୁ କହିଲେ ଇଏ କଇଁଥା ବାଇଗଣ ନୁହନ୍ତି। ଦିନଙ୍କର ଡାକ ନ ଶୁଣିଲେ ସୁଖୀ ବନ୍ଧୁ କି ସଂସାରେ। ଦିନଙ୍କର ଶୁଣିଲେ ସୁଖୀ ବନ୍ଧୁ ଦେବ ସଂସାରେ। ନାମ ଲୟ ବିନା ନାହିଁ ଟିକାମ। ନାମ ଏଣୁ ଡାକେ ଦିନ ହୀନ ମଧୁ। ଏଣୁ ଇଏ କଇଁଥା ବାଇଗଣ କୁ କଣ ଖାଇ ହଏ ନା ଫୋପାଡ଼ି ହଏ? ମଧୁଙ୍କର ଏ ସଙ୍ଗୀତ କେଡ଼େ ସୁନ୍ଦର। ହଉ ସଜ୍ଜନ, ଏମିତି ଅନେକ ସଂଘ ଅଛି। କୋରାପୁଟ ଆଡ଼େ ଗୋଟେ କାଳୀକୃଷ୍ଣ ସଂଘ ଅଛି, ମତେ ବହୁତ ଭଲ ଲାଗେ। ତାଙ୍କ ଶିଷ୍ୟମାନେ ବଳିବାକୁ ବି ବହୁତ ଭଲ ପାଆନ୍ତି। ଯିଏ କାଳୀ ସେ କୃଷ୍ଣ। ତେଣୁ ଏଗୁଡ଼ାକ ସବୁ ବେକାର କଥା। ଆଚ୍ଛା, ହଉ ହଉ ହଉ, ପୁଣି ଆଉ ଜଣେ କଇଁଥା ବାଇଗଣ ବାହାରିଲେଣି। ସେ କିଏ? ଶ୍ରୀ ଶ୍ରୀ ଠାକୁର ଅଭିରାମ ପରମହଂସ ଦେବ। ତାଙ୍କ ଉପାଧି ଆଗେ ଶୁଣ। ସିଏ ହଉଛନ୍ତି ଶ୍ରୀ ଶ୍ରୀ କରମଳା ନାଥ। ସିଏ ହଉଛନ୍ତି ଶ୍ରୀ ଶ୍ରୀ ଅଭିନ୍ନ ସୁନ୍ଦର। ଆଜି ଯିଏ ଶୁଣୁଛ ଟିକେ ସେଇ ଯିଏ କହୁଛନ୍ତି ଠାକୁର ଏକମାତ୍ର ଠାକୁର ଅନୁକୂଳ ଆଉ କେହି ନାହାନ୍ତି, ତାଙ୍କୁ ଟିକେ ଦୟାକରି ଯଦି ଶୁଣେଇବ, ଘରକୁ ଡାକି ଚାହା ଜଳଖିଆ ଦେଇ ତାଙ୍କ ମୁଣ୍ଡ ଫୁଣ୍ଡ ବାଟେ ଘଷି ଘାସି ଦିଅ, ଯେ ଦୟାକରି ଶୁଣିଲ। ଯଦି ତାଙ୍କର ଯୁକ୍ତି କରିବାର ଅଛି, ତାଙ୍କୁ ଗାଡ଼ିରେ ବସେଇକିରି ଆଣ, ମଠରେ ବସିବା। ସିଏ ଯଦି ବଳିଆକୁ ପରାସ୍ତ କରିଦେବେ ଗୋଟିଏ କଥାରେ, ତାହେଲେ ବଳିଆ ତାଙ୍କର ଶିଷ୍ୟ ହବ। ମୁଁ ତ ଅନୁକୂଳ ଚନ୍ଦ୍ରଙ୍କ ଶିଷ୍ୟ ହେଇ ସାରିଛି, ସିଏ କ'ଣ ଶିଷ୍ୟ ମତେ କରିବେ? ହଉ, ଅଭିନ୍ନ ସୁନ୍ଦର କ'ଣ କହିଲେ ସେ କଇଁଥା ବାଇଗଣ ଦେଖିବା। କିଏ ବା ମୁଖକୁ କିଏ ଭୁଞ୍ଜଇ ନାସା, ସର୍ବଠାରେ ମିଠା ସମାନ କେହି ହଏ। ବାବୁ, ଆକୁ ବୁଝିପାରିଲଣି? ଟିକେ ପଚାରିଲ, ତାଙ୍କୁ ବୁଝେଇ ଦେବେ। ତେଣୁ ବୁଝାଏ ବୁଝି କିଛି କରିପାରିବେନି। ହଁ ଭଲ ହେଇଛି, ଭଲ ହେଇଛି। ଭଲ ହେଇଛି କ'ଣ? ଭଲ ହେଇଛି, ଭଲ ହେଇଛି କ'ଣ? କିଏ ମୁଖରେ ନାମ ସ୍ମରଣ କରୁଛି, କିଏ ନାସାଗ୍ରକୁ ଧ୍ୟାନ କରି ହଂସ ସୋହମ ଭଜନ କରୁଛି। ସିଏ ସମସ୍ତଙ୍କୁ କହିଲେ, ବାବୁ ମାନେ, ଭକ୍ତ ମାନେ ଶୁଣ। ତାଙ୍କ ଭକ୍ତ ମାନଙ୍କୁ କହିନାହାନ୍ତି, ଆମ ସମସ୍ତଙ୍କୁ ମୁଖେ ପଡ଼ ନା। ବଳିଆ ଗୋଟେ ଲେଖିଛି, ତା ଗୋଟେ ପଢ଼ା। ବଳିଆ କଇଁଥା ବାଇଗଣ, ତେଣୁ ସେ ଲେଖିଦେବ ଗୋଟାଏ, ଲେଖିଛି ଗୋଟାଏ। ଜପଟି କରିବୁ ମନରେ ଅଜପାରେ ମିଶିବୁ, ନାମକୁ କରିବୁ ଭଜନ ଅନାମକୁ ଧ୍ୟାଇବୁ।
ତେଣୁ ଏଇସବୁ ହେଲା ଆଉ। ତେଣୁ ଠାକୁର କହିଲେ ଏମିତି କର, ମୁଖରେ ନାମ ପଡ଼, ନାସାଗରକୁ ଧ୍ୟାନ କର। ହୟ ବାବୁ, ଆଡୁ ସାଡୁ ବାଜେ କଥା ବଜାରୀ କଥା ଛାଡ଼ି ହାତ ଯୋଡ଼ି ପ୍ରାର୍ଥନା କର, ହେ ବିଶ୍ୱ ସେଇ ଠାକୁର, ତୁମେ ଯାହାକୁ ଗୁରୁ କରୁଛ ତାଙ୍କୁ ହିଁ ଡାକ। ହେ ଠାକୁର, ହେ ବିଶ୍ୱପତି, ହେ ଜଗନ୍ନାଥ, ବିଶ୍ୱ ଶାନ୍ତି ରହୁ, ପରିବେଶ ଶାନ୍ତ ରହୁ, ପରିବାର ଗଠନ ହଉ, ନିଶା ମାଦକ ସମସ୍ତେ ଛାଡ଼ନ୍ତୁ। ଆଉ ଗୋଟେ କ'ଣ, ଅନ୍ଧବିଶ୍ୱାସରୁ ଦୂରେଇ ଯାଆନ୍ତୁ, ବିଶ୍ୱ ଧ୍ୱଂସାସ୍ତ୍ର ବିମୁକ୍ତ ହଉ, ଆମେ କର୍ମକ୍ଷେତ୍ରରେ କର୍ମ କରି ବଡ଼ ହଉ, କର୍ମ କରି ବଡ଼ ହଉ। ଏ ହେଲା ପ୍ରାର୍ଥନା। ଏଇ ପ୍ରାର୍ଥନା କର। ଗଛ ଲଗାଅ, ଅଳିଆ ସଫା କର, ଝାଡୁଦାର ହୁଅ ମଇଳା ସଫା କରିବା ପାଇଁ, ବିଶୁଦ୍ଧ ପାଣି ବିଶୁଦ୍ଧ ପାଣି ପିଅ, ସୁଷମ ଖାଦ୍ୟ ଖାଅ। ଏତିକି ନିବେଦନ କରୁଛି। କର୍ମକ୍ଷେତ୍ରକୁ ଗୁରୁକ୍ଷେତ୍ର ବୋଲି ଭାବ। ଯାହା ମୁଁ ଭାବଇ, ଯାହା ମୁଁ ଚିନ୍ତଇ, ଯାହା ମୁଁ ଇଚ୍ଛଇ, ଜଗତର କର୍ତ୍ତା ପରମ ଈଶ୍ୱର, ଜଗତର କର୍ତ୍ତା ପରମ ଈଶ୍ୱର, ଜାଣୁଛନ୍ତି କ୍ଷଣେ ପ୍ରତି କ୍ଷଣେ, ଓ ଜାଣୁଛନ୍ତି ପ୍ରତି କ୍ଷଣେ, ଜାଣୁଛନ୍ତି ପ୍ରତି କ୍ଷଣେ। ଭଲକରି ବାରମ୍ବାର ପଢ଼ିବ, ଅନ୍ୟମାନଙ୍କୁ ବୁଝେଇବ। କଥାଟି ରହିଲା।